ଆମେ ପ୍ରତିଦିନ ଯେଉଁ ଭାତ ଡାଲି କିମ୍ବା ତରକାରୀ ଖାଉ ସେସବୁ ଆସେ କେଉଁଠୁ? ଏହାର ଉତ୍ତର ତ ସମସ୍ତେ ଜାଣନ୍ତି, ମାଟିରୁ। କିନ୍ତୁ ସବୁ ମାଟି ସମାନ ନୁହେଁ। ଆଜି ଆମେ ଓଡ଼ିଶାର ଏକ ଏମିତି ମାଟି ବିଷୟରେ ଗଭୀର ଆଲୋଚନା କରିବା ଯାହା କେବଳ ମାଟି ନୁହେଁ, ବରଂ ଆମ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାର ଆଧାର। ହଁ, ଆଉ ଏହା ଏକ ଏମିତି ମାଟି ଯାହାର କାହାଣୀ ସିଧାସଳଖ ଓଡ଼ିଶାର ନଦୀମାନଙ୍କ ସହ ଯୋଡ଼ି ହୋଇ ରହିଛି। ଆଜି ଆମର ଆଲୋଚନାର ବିଷୟ ହେଉଛି ଓଡ଼ିଶାର ଡେଲ୍ଟାଇକ୍ ଅଲୁଭିଆଲ୍ ସଏଲ୍ ବା ତ୍ରିକୋଣଭୂମି ପଟୁମାଟି। ଏହା କେବଳ ଭୂଗୋଳର ଏକ ବିଷୟ ନୁହେଁ, ଏହା ଆମ କୃଷି ଅର୍ଥନୀତିର ମେରୁଦଣ୍ଡ କହିଲେ ଚଳେ। ଠିକ୍। ତେବେ ଚାଲନ୍ତୁ ଆଜି ଏଇ ମାଟିର ପୂରା କାହାଣୀକୁ ଟିକିନିଖି କରି ବୁଝିବା। ଏହା କେମିତି ତିଆରି ହୁଏ, ଏହାର ଗଠନ କେମିତି, ଆଉ ଓଡ଼ିଶାର କେଉଁ କେଉଁ ଅଞ୍ଚଳରେ ଦେଖାଯାଏ। ପ୍ରଥମେ ତ ଏହାର ନାଁଟା ଟିକେ ବୈଷୟିକ ଲାଗୁଛି, ଡେଲ୍ଟାଇକ୍ ଅଲିଭିଆଲ୍ ସଏଲ୍। ଏହାକୁ ସରଳ ଭାଷାରେ କେମିତି ବୁଝିବା? ଦେଖନ୍ତୁ, ଏହାର ନାଁକୁ ଭାଙ୍ଗିଦେଲେ ହିଁ ଅଧା କଥା ବୁଝିହେବ। ଅଲୁଭିଆଲ୍ ଶବ୍ଦ ଆସିଛି ଅଲୁଭିୟମ୍ରୁ, ଯାହାର ଅର୍ଥ ହେଉଛି ନଦୀ ଦ୍ୱାରା ବୋହି ଅଣାଯାଇଥିବା ପଦାର୍ଥ, ମାନେ ବାଲି, ପଟୁ, ମାଟି ଏସବୁ। ଆଚ୍ଛା। ଆଉ ଡେଲ୍ଟାଇକ୍ ମାନେ ଯାହା ନଦୀର ଡେଲ୍ଟା ବା ତ୍ରିକୋଣଭୂମି ଅଞ୍ଚଳରେ ତିଆରି ହୋଇଛି। ମାନେ ନଦୀ ପାହାଡ଼ରୁ ଆସିଲା ବେଳେ ନିଜ ସାଙ୍ଗରେ ଯେଉଁ ସବୁ ଜିନିଷ ଆଣେ ସେଇଥିରୁ ଏହି ମାଟି ତିଆରି ହୁଏ। ଏକଦମ ଠିକ୍। ଏମିତି କଳ୍ପନା କରନ୍ତୁ, ମହାନଦୀ କିମ୍ବା ବ୍ରାହ୍ମଣୀ ଯେତେବେଳେ ପାହାଡ଼ରୁ ବାହାରୁଛି, ତାର ସ୍ରୋତରେ ପ୍ରବଳ ବେଗ ଥାଏ। ସେହି ବେଗରେ ସେ ପଥର ଭାଙ୍ଗି, ମାଟି ଖୋଳି, ନିଜ ସାଙ୍ଗରେ ବାଲି, ପଟୁ ଏସବୁକୁ ଗୋଳେଇକି ଆଣେ। କିନ୍ତୁ ଯେତେବେଳେ ସେ ସମତଳ ଅଞ୍ଚଳରେ ପହଞ୍ଚି ସମୁଦ୍ର ପାଖାପାଖି ହୁଏ, ତାର ବେଗ ବହୁତ କମିଯାଏ। ଆଚ୍ଛା। ଜଣେ ଥକି ଯାଇଥିବା ଲୋକ ଯେମିତି ନିଜ କାନ୍ଧରୁ ବୋଝ ଓହ୍ଲାଇ ଦିଏ, ନଦୀ ବି ଠିକ୍ ସେମିତି ନିଜ ସାଙ୍ଗରେ ଆଣିଥିବା ସେହି ପଟୁକୁ ସେଠାରେ ଛାଡ଼ିଦିଏ। ବର୍ଷ ବର୍ଷ ଧରି ଏହି ପଟୁ ଜମା ହୋଇ ଯେଉଁ ଉର୍ବର ସମତଳ ଭୂମି ତିଆରି ହୁଏ, ତାହା ହିଁ ହେଉଛି ତ୍ରିକୋଣଭୂମି ପଟୁମାଟି। ବାଃ, ଏହା ତ ପ୍ରକୃତିର ଏକ ଅଦ୍ଭୁତ କାରଖାନା ଭଳି ଲାଗୁଛି। କିନ୍ତୁ ଏହି ମାଟି କ'ଣ ସବୁ ଜାଗାରେ ଏକା ଭଳି ଥାଏ? ତାର ଗଠନ ବା ଟେକ୍ସଚର କଥା ମୁଁ ପଚାରୁଛି। ନା, ଆଦୌ ନୁହେଁ। ଏହିଛେନି ମଜେଦାର କଥା। ଏହାର ଗଠନରେ ବହୁତ ଭିନ୍ନତା ଦେଖାଯାଏ। କେଉଁଠି ଏହା କୋର୍ସ ସାଣ୍ଡ ବା ପୁରା ମୋଟା ବାଲିଆ, ତ ଆଉ କେଉଁଠି ଷ୍ଟିଫ୍ କ୍ଲେ, ମାନେ ପୁରାପୁରି କଠିନ ଚିକିଟା ମାଟି। ଆଉ ଏହା ମଝିରେ ସ୍ୟାଣ୍ଡି ଲୋମ୍ ବା ବାଲିଆ ଦୋରସା ପରି ଅନେକ ପ୍ରକାରର ଗଠନ ବି ଦେଖିବାକୁ ମିଳେ। କିନ୍ତୁ ଏତେ ପାର୍ଥକ୍ୟ କାହିଁକି, ଯେତେବେଳେ ସବୁ ତ ନଦୀ ହିଁ ଆଣୁଛି? ହଁ, ଭଲ ପ୍ରଶ୍ନ। ଏହାର କାରଣ ହେଉଛି ନଦୀର ଫ୍ଲଡ୍ ପ୍ଲେନ୍ ଜିଓମର୍ଫୋଲୋଜି, ମାନେ ନଦୀର ବନ୍ୟା ସମତଳର ଭୂଆକୃତି। ଆଉ ଗୋଟେ କଥା ହେଲା, ନଦୀ କେଉଁ ପ୍ରକାରର ପଟୁ ଆଣୁଛି। ଯେଉଁଠି ନଦୀର ସ୍ରୋତ ଶେଷ ପର୍ଯ୍ୟନ୍ତ ଟିକେ ଅଧିକ ରହେ, ସେଠି ଭାରି ବାଲିକଣିକା ଜମା ହୁଏ। ଆଚ୍ଛା। ଆଉ ଯେଉଁଠି ପାଣି ପୁରାପୁରି ସ୍ଥିର ହୋଇଯାଏ, ସେଠି ସବୁଠୁ ସୂକ୍ଷ୍ମ, ମାନେ ଚିକିଟା ମାଟିର କଣିକା ତଳେ ବସିଯାଏ। ବୁଝିଲି। ଏହା ତ ଗଲା ଗଠନ କଥା। କିନ୍ତୁ ଆଉ ଗୋଟିଏ ଶବ୍ଦ ଅଛି, ସଂରଚନା ବା ଷ୍ଟ୍ରକ୍ଚର। ଆମ ତଥ୍ୟ କହୁଛି ଏହାର ସଂରଚନା ହେଉଛି ଗ୍ରାନ୍ୟୁଲର ବା ଦାନାଯୁକ୍ତ। ଏହାର ଅର୍ଥ କ'ଣ? ଏଇଟା ଚାଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏମିତି ଭାବନ୍ତୁ, ଚିନି ଆଉ ମଇଦା ଭିତରେ ଯେଉଁ ଫରକ। ଚିନି ଆଉ ମଇଦା? ହଁ, ଚିନି ଦାନାଦାର, ତା ଭିତରେ ଫାଙ୍କ ଥାଏ, ପବନ ରହିପାରେ, କିନ୍ତୁ ମଇଦା ପୁରା ଚିକଣା, ପାଣି ପଡ଼ିଲେ ଜମାଟ ବାନ୍ଧିଯାଏ। ଗ୍ରାନୁଲାର ମାଟି ସେଇ ଚିନି ଭଳି। ତା ଛୋଟ ଛୋଟ ଦାନା ଭିତରେ ଥିବା ଫାଙ୍କ ଭିତରେ ପାଣି ଆଉ ପବନ ସହଜରେ ଯା ଆଶା କରିପାରେ। ଗୋଟିଏ ମିନିଟ୍, ଏଇଟା ଟିକେ ବୁଝିବାକୁ ପଡ଼ିବ। ଆମେ ଭାବୁ ମାଟିରେ ଫସଲ ପାଇଁ କେବଳ ପାଣି ଦରକାର, ପବନ କାହିଁକି ଦରକାର? ଚେର କ'ଣ ନିଶ୍ୱାସ ନିଏ? ବହୁତ ଭଲ ପ୍ରଶ୍ନ। ଆଉ ଉତ୍ତର ହେଉଛି ହଁ, ଚେର ବି ଗୋଟେ ଜୀବନ୍ତ ଅଂଶ। ତାକୁ ବଞ୍ଚିବା ପାଇଁ ଅମ୍ଳଜାନ ଦରକାର, ଯାହା ସେ ମାଟି ଭିତରେ ଥିବା ପବନରୁ ହିଁ ନିଏ। ଓହୋ। ଯଦି ମାଟି ପୁରା ଚିକିଟା ହୋଇ ଜମାଟ ବାନ୍ଧିଯିବ, ତେବେ ଚେର ଶ୍ୱାସରୁଦ୍ଧ ହୋଇ ମରିଯିବ। ଏଇ ଗ୍ରାନୁଲାର ସଂରଚନା ହିଁ ଚେରକୁ ନିଶ୍ୱାସ ନେବାକୁ ସୁଯୋଗ ଦିଏ। ସେଥିପାଇଁ ତ ଏହି ମାଟି ଏତେ ଉର୍ବର। ଏହାର ଅର୍ଥ ପ୍ରକୃତି ନିଜେ ହିଁ ଏହି ମାଟିକୁ ଚାଷ ପାଇଁ ସବୁଠୁ ଭଲ ଭାବେ ତିଆରି କରିଛି। ତାହାହେଲେ ଆମ ଓଡ଼ିଶାରେ ଏହି ଅମୂଲ୍ୟ ମାଟି କେତେ ପରିମାଣରେ ଅଛି? ଆମ ରାଜ୍ୟରେ ପ୍ରାୟ 0.67 ନିୟୁତ ହେକ୍ଟର ଜମିରେ ଏହି ମାଟି ଦେଖାଯାଏ। ମୁଖ୍ୟତଃ ଆମ ରାଜ୍ୟର ପୁରା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ, ମାନେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାଠାରୁ ଆରମ୍ଭ କରି ଜଗତସିଂହପୁର, କଟକ, ପୁରୀ। ଆଉ ଦକ୍ଷିଣରେ? ହଁ, ଦକ୍ଷିଣରେ ଗଞ୍ଜାମ ଓ ଗଜପତି ପର୍ଯ୍ୟନ୍ତ ଏହା ବ୍ୟାପିଛି। ଆପଣ ଯଦି ଲକ୍ଷ୍ୟ କରିବେ, ଏହିସବୁ ଜିଲ୍ଲା ଦେଇ ହିଁ ଓଡ଼ିଶାର ବଡ଼ ବଡ଼ ନଦୀଗୁଡ଼ିକ ବଙ୍ଗୋପସାଗରରେ ମିଶିଛନ୍ତି। ଆଚ୍ଛା,
ଏବେ ଆସିବାର ସବୁଠୁ ଆକର୍ଷଣୀୟ ଭାଗକୁ। ଆମ ତଥ୍ୟ କହୁଛି ଏହି ସମଗ୍ର ଉପକୂଳ ଅଞ୍ଚଳରେ ମାଟିର ପ୍ରକୃତି ସମାନ ନୁହେଁ। ଏହାକୁ 4ଟି ଭିନ୍ନ ଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇଛି। ହଁ, ଆଉ ଏହାକୁ ବୁଝିଲେ ଆମେ ଓଡ଼ିଶାର କୃଷିର ବିବିଧତାକୁ ଭଲ ଭାବେ ବୁଝିପାରିବା। ପ୍ରଥମେ ଆସୁଛି ଉତ୍ତର ବାଲେଶ୍ୱର ଅଞ୍ଚଳ। ଏଠାରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ପ୍ରଭାବ ଦେଖାଯାଏ। ଏଠାକାର ମାଟି ମୁଖ୍ୟତଃ ସ୍ୟାଣ୍ଡି ବା ବାଲିଆ କିମ୍ବା ସ୍ୟାଣ୍ଡି ଲୋମ୍ ମାନେ ବାଲିଆ ଦୋରସା। ଏଥିରେ ପାଣି ବେଶୀ ସମୟ ରହେ ନାହିଁ। ତେଣୁ ଏଠି ଧାନ ସହିତ ଅନ୍ୟ ଫସଲ ବି ହେଉଥିବ। ଠିକ୍ କଥା। ଏଠାରେ ଚିନାବାଦାମ ଓ ପନିପରିବା ଭଲ ହୁଏ। ଏହାପରେ ଦ୍ୱିତୀୟରେ ଆସୁଛି ବୈତରଣୀ ଓ ବ୍ରାହ୍ମଣୀ ତ୍ରିକୋଣଭୂମି। ହଁ, ଏହି ଅଞ୍ଚଳ ମାନେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ବଡ଼ ଅଂଶ। ଏହାକୁ ଓଡ଼ିଶାର ପ୍ରକୃତ ଶସ୍ୟଭଣ୍ଡାର କହିଲେ ଭୁଲ ହେବନି। ଏଠାକାର ମାଟି କ୍ଲେ ଲୋମ୍ ବା ଚିକିଟା ଦରସାଠାରୁ ଆରମ୍ଭ କରି ଷ୍ଟିଫ୍ କ୍ଲେ ବା କଠିନ ଚିକିଟା ମାଟି ପର୍ଯ୍ୟନ୍ତ ହୋଇଥାଏ। ଆଚ୍ଛା, ତେଣୁ ଏଥିରେ ପାଣି ଧରି ରଖିବାର କ୍ଷମତା ବହୁତ ବେଶୀ। ଏକଦମ, ଯାହା ଧାନ ଚାଷ ପାଇଁ ସବୁଠୁ ଭଲ। ତେଣୁ ଏହି ଅଞ୍ଚଳରେ ଧାନ ହିଁ ମୁଖ୍ୟ ଫସଲ। ଆଉ ତାପରେ ଆସୁଛି ସବୁଠୁ ବଡ଼ ମହାନଦୀ ତ୍ରିକୋଣଭୂମି। ଶୁଣିଛି ଏଠାକାର ମାଟି ଷ୍ଟ୍ରାଟିଫାଇଡ୍ ବା ସ୍ତରୀଭୂତ। ଜଣେ ସାଧାରଣ ଚାଷୀ ପାଇଁ ଏହାର ଅର୍ଥ କ'ଣ? ଏଇଟା ବହୁତ ଭଲ ପ୍ରଶ୍ନ। ଷ୍ଟ୍ରାଟିଫାଇଡ୍ର ଅର୍ଥ ହେଉଛି ସ୍ତର ସ୍ତର ହୋଇ ରହିବା, ଯେମିତି ଗୋଟେ କେକ୍ରେ ଅଲଗା ଅଲଗା ଲେୟାର ଥାଏ। ମହାନଦୀ ଶହ ଶହ ବର୍ଷ ଧରି ନିଜର ଗତିପଥ ବଦଳାଇଛି। ତେଣୁ ଏଠାରେ ଆପଣଙ୍କୁ ଗୋଟିଏ ହିଁ ଜମିରେ ଅଦ୍ଭୁତ ବିବିଧତା ଦେଖିବାକୁ ମିଳିବ। ମାନେ ଗୋଟିଏ ଜମିରେ ଅଲଗା ଅଲଗା ପ୍ରକାରର ମାଟି? ହଁ, ଏକଦମ। ହୁଏତ ଜମିରେ ଗୋଟିଏ କୋଣରେ ଚିକିଟା ମାଟି ମିଳିବ, ଯେଉଁଠି ଧାନ ଭଲ ହେବ, ଆଉ ଟିକେ ଦୂରରେ ବାଲିଆ ମାଟି ମିଳିପାରେ, ଯେଉଁଠି ପନିପରିବା ପାଇଁ ସୁବିଧା। ଏହାର ଅର୍ଥ ଏହି ଅଞ୍ଚଳର ଚାଷୀମାନଙ୍କୁ ନିଜ ଜମିର ମାଟିକୁ ବହୁତ ଭଲ ଭାବରେ ଚିହ୍ନିବାକୁ ପଡ଼େ। ସେମାନେ ପ୍ରକୃତରେ ମାଟିର ବୈଜ୍ଞାନିକ। ଏହା ତ ବହୁତ ରୋଚକ କଥା। ଏବଂ ଶେଷରେ ଦକ୍ଷିଣରେ ଥିବା ଋଷିକୂଲ୍ୟା ତ୍ରିକୋଣଭୂମି। ହଁ, ଗଞ୍ଜାମ ଅଞ୍ଚଳର ଋଷିକୂଲ୍ୟା ତ୍ରିକୋଣଭୂମିର ମାଟି ପୁଣି ଥରେ ଅଧିକ ସ୍ୟାଣ୍ଡି ବା ବାଲିଆ ପ୍ରକୃତିର, ଠିକ୍ ଉତ୍ତର ବାଲେଶ୍ୱର ଭଳି। ତେଣୁ ସେଠି ବି ଫସଲର ପ୍ରକାର ବଦଳି ଯାଉଥିବ? ନିଶ୍ଚୟ। ଏଠାରେ ଧାନ ସହିତ ଡାଲି ଜାତୀୟ ଫସଲ, ଚିନାବାଦାମ ଏବଂ ପନିପରିବା ଚାଷ ଅଧିକ ଦେଖିବାକୁ ମିଳେ। ବର୍ତ୍ତମାନ ଆମେ ମାଟିର ପ୍ରକାର ଓ ଏହାର ବିସ୍ତାର ଜାଣିଲେ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଉର୍ବରତା। ଏହି ମାଟି ଏତେ ଉର୍ବର କାହିଁକି? କାରଣ ନଦୀ ଯେଉଁପଟୁ ଆଣେ ତାହା କେବଳ ବାଲି ମାଟି ନୁହେଁ, ତାହା ହେଉଛି ପାହାଡ଼ିଆ ଅଞ୍ଚଳର ଜଙ୍ଗଲରୁ ଧୋଇ ହୋଇ ଆସିଥିବା ପୋଷକ ତତ୍ତ୍ୱର ଏକ ମିଶ୍ରଣ, ଏକ ପ୍ରକାରର ପ୍ରାକୃତିକ କମ୍ପୋଷ୍ଟ ବୋଲି କହିପାର। ଆଚ୍ଛା। କିନ୍ତୁ ଏହାର ଉର୍ବରତା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି, ଯାହା ଆମ ପାଇଁ ଏକ ଦ୍ୱନ୍ଦ୍ୱ ମଧ୍ୟ। ନଦୀ ପ୍ରତିବର୍ଷ ନୂଆ ପଟୁର ଏକ ଚାଦର ଆଣି ଜମିରେ ବିଛାଇ ଦିଏ। ଏହା ଏକ ପ୍ରାକୃତିକ ସାର ପ୍ରୟୋଗ ପ୍ରକ୍ରିୟା ଭଳି କାମ କରେ। କିନ୍ତୁ ଅପେକ୍ଷା କରନ୍ତୁ, ଆମ ଉପକୂଳ ଲୋକଙ୍କ ପାଇଁ ବନ୍ୟା ତ ଏକ ଅଭିଶାପ। ଘରଦ୍ୱାର ଭାସିଯାଏ, ଫସଲ ନଷ୍ଟ ହୁଏ, ଜୀବନ ଯାଏ। ଏହା କିପରି ବରଦାନ ହେଲା? ଏହି କଥାଟା ମୋତେ ହଜମ ହେଉନି। ଆପଣଙ୍କ ଦ୍ୱନ୍ଦ୍ୱ ଏକଦମ ସ୍ୱାଭାବିକ। ଏହା ହିଁ ପ୍ରକୃତିର ସବୁଠୁ ବଡ଼ ପାରାଡକ୍ସ ବା ବିରୋଧାଭାସ। ବନ୍ୟା ଆମ ପାଇଁ ବିପର୍ଯ୍ୟୟ, କିନ୍ତୁ ମାଟି ପାଇଁ ଜୀବନ। ମୁଁ ଥରେ କେନ୍ଦ୍ରାପଡ଼ାର ଗୋଟିଏ ଗାଁକୁ ଯାଇଥିଲି। ସେଠାରେ ଜଣେ ବୟସ୍କ ଚାଷୀ ମୋତେ କହିଲେ, ଏ ବନ୍ୟା ଆମର ମା ପରି। ପେଟରେ ଗୋଇଠା ମାରେ ସତ, କିନ୍ତୁ ବର୍ଷ ସାରା ଖାଇବାକୁ ଦିଏ ବି ସେଇ। ଏହା ତ ଏକ ଗଭୀର କଥା। ହଁ, ତାଙ୍କ କଥାରେ 1000 ବର୍ଷର ଅନୁଭୂତି ଥିଲା। ତାହେଲେ ଏହି ମାଟି କ'ଣ ସବୁ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ନା କିଛି ଅଭାବ ବି ଅଛି? ଦେଖନ୍ତୁ, ଏ ମାଟି ଉର୍ବର ସତ, କିନ୍ତୁ ଏଥିରେ ସାଧାରଣତଃ 2ଟି ମୁଖ୍ୟ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ। ସେଗୁଡ଼ିକ କ'ଣ କ'ଣ? ଗୋଟିଏ ହେଲା ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ଏବଂ ଅନ୍ୟଟି ହେଲା ଫସ୍ଫରସ୍ ବା ଫସ୍ଫରସ୍। ଏହା ଏକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଥାଳି ଭଳି, ଯେଉଁଥିରେ ଲୁଣ ଟିକେ କମ୍ ଥାଏ। ତେଣୁ ଭଲ ଫସଲ ପାଇଁ ଚାଷୀମାନଙ୍କୁ ପ୍ରାୟତଃ ଏହି 2ଟି ତତ୍ତ୍ୱ ଥିବା ସାର ପ୍ରୟୋଗ କରିବାକୁ ପଡ଼ିଥାଏ। ଠିକ୍ ଅଛି। ତେବେ ଏସବୁ ଜାଣିବା ପରେ ଶେଷରେ ଆସିବା ଫସଲ କଥାକୁ। ଏହି ମାଟିରେ କେଉଁ କେଉଁ ମୁଖ୍ୟ ଫସଲ ଚାଷ କରାଯାଏ? ଯେମିତି ଆମେ ଆଗରୁ କହିଲେ, ଏହି ମାଟି ଓ ଜଳବାୟୁରେ ସବୁଠାରୁ ଭଲ ହୁଏ ଧାନ। ଏହା ଓଡ଼ିଶାର ଖାଦ୍ୟ ସୁରକ୍ଷାର ମୂଳ ଆଧାର। ହଁ, ସେଟା ତ ମୁଖ୍ୟ। କିନ୍ତୁ ଏହା ବ୍ୟତୀତ ଯେଉଁଠି ମାଟି ଟିକେ ବାଲିଆ, ସେଠାରେ ଚିନାବାଦାମ, ଆଉ ଯେଉଁଠି ପାଣି କମ୍ ଦରକାର, ସେଠାରେ ସୋରିଷ ଏବଂ ରାଶି ଭଳି ତୈଳବୀଜ ଫସଲ ବହୁଳ ଭାବରେ ଚାଷ କରାଯାଏ। ଆଉ ପନିପରିବା? ନିଶ୍ଚୟ।
ଆଳୁ, ବିରି ଏବଂ ବିଭିନ୍ନ ପ୍ରକାରର ପନିପରିବା ଚାଷ ପାଇଁ ମଧ୍ୟ ଏହି ମାଟି ବହୁତ ଉପଯୁକ୍ତ। ଏହାର ଅର୍ଥ ଆମ ଖାଦ୍ୟ ଥାଳିରେ ଥିବା ପ୍ରତ୍ୟେକ ଜିନିଷର ଡୋର କେଉଁଠି ନା କେଉଁଠି ଏହି ତ୍ରିକୋଣଭୂମି ପଟୁମାଟି ସହିତ ବନ୍ଧା ହୋଇଛି। ନିଶ୍ଚିତ ଭାବରେ ଯେତେବେଳେ ଆମେ ସୁଜଳା ସୁଫଳା ଓଡ଼ିଶା କଥା କହୁ ସେତେବେଳେ ଆମେ ପରୋକ୍ଷରେ ଏହି ପଟୁମାଟିର ହିଁ ଗୁଣଗାନ କରୁ। ଆଜିର ଆଲୋଚନା ସତରେ ଆଖି ଖୋଲିଦେଲା। ଆମେ କେବଳ ମାଟି ବିଷୟରେ ଜାଣିଲେନି, ବରଂ ନଦୀ, ପାହାଡ଼, ବନ୍ୟା ଏବଂ ଚାଷୀର ଜୀବନ ସହ ଏହାର ସମ୍ପର୍କକୁ ବୁଝିଲେ। ହଁ, ଆମେ ଏହା ମଧ୍ୟ ଦେଖିଲେ ଯେ କିପରି ଉତ୍ତରର ବାଲିଆ ମାଟିଠାରୁ ଆରମ୍ଭ କରି ମଝି ଅଞ୍ଚଳର ଚିକିଟା ମାଟି ଏବଂ ପୁଣି ଦକ୍ଷିଣର ବାଲିଆ ମାଟି ପର୍ଯ୍ୟନ୍ତ ଏହାର ରୂପ ବଦଳୁଛି। ଆଉ ସେହି ଅନୁସାରେ ଫସଲ ମଧ୍ୟ ବଦଳି ଯାଉଛି। ଏହି ସମସ୍ତ ଆଲୋଚନା ପରେ ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଆସୁଛି। କୁହନ୍ତୁ। ଆମେ ବୁଝିଲେ ଯେ ମାଟିର ଉର୍ବରତା ପାଇଁ ବନ୍ୟା ଜରୁରୀ, କିନ୍ତୁ ଆଜିକାଲି ଆମେ ବନ୍ୟା ନିୟନ୍ତ୍ରଣ ପାଇଁ ବଡ଼ ବଡ଼ ନଦୀବନ୍ଧ, ଡ୍ୟାମ୍ ତିଆରି କରୁଛୁ, ଯାହାକି ମଣିଷ ଜୀବନକୁ ସୁରକ୍ଷା ଦେବା ପାଇଁ ନିହାତି ଆବଶ୍ୟକ। ଠିକ୍ କଥା। ତେବେ ଏଠାରେ ଚିନ୍ତା କରିବାର ବିଷୟଟି ହେଉଛି, ମଣିଷର ସୁରକ୍ଷା ପାଇଁ ଆମେ ଯେତେବେଳେ ନଦୀର ପ୍ରାକୃତିକ ପ୍ରବାହକୁ ରୋକୁଛୁ, ଆମେ କ'ଣ ଅଜାଣନ୍ତରେ ଆମର ସବୁଠୁ ଉର୍ବର ଜମିକୁ ତାର ବାର୍ଷିକ ଖୋରାକରୁ ବଞ୍ଚିତ କରୁଛୁ? ହଁ, ବିକାଶ ଏବଂ ପ୍ରକୃତିର ଏହି ପ୍ରାଚୀନ ପ୍ରକ୍ରିୟା ଭିତରେ ସନ୍ତୁଳନ କିପରି ରଖାଯାଇପାରିବ, ଏହା ଆଗାମୀ ଦିନ ପାଇଁ ଏକ ବହୁତ ବଡ଼ ଆହ୍ୱାନ। ଓଡ଼ିଶାର ସମୁଦ୍ରକୂଳ କଥା ଭାବିଲେ ଆମ ମନକୁ ସୁନ୍ଦର ବେଳାଭୂମି, ଢେଉ ଆଉ ଝାଉଁବଣ କଥା ଆସେ। କିନ୍ତୁ ସେହି ବାଲି ଆଉ ମାଟି ତଳେ ଗୋଟେ ଅଲଗା କାହାଣୀ ଚାଲିଛି, ଗୋଟେ ନିରନ୍ତର ସଂଘର୍ଷର କାହାଣୀ। ଆଜି ଆମେ ସେହି ମାଟି ଭିତରକୁ ଟିକେ ଗଭୀର ଭାବରେ ଯିବା। ଆମ ପାଖରେ ଓଡ଼ିଶାର ଉପକୂଳବର୍ତ୍ତୀ ଲୁଣିଆ ପଟୁମାଟି ଉପରେ କିଛି ବିଶ୍ଳେଷଣାତ୍ମକ ସ୍ଲାଇଡ୍ ଅଛି। ଆମର ଉଦ୍ଦେଶ୍ୟ ହେଉଛି ଏହାକୁ ଭଲ ଭାବେ ବୁଝିବା। ଏହି ମାଟିର ଚରିତ୍ର କ'ଣ, ଏହା କେମିତି ତିଆରି ହୁଏ, ଆଉ ସବୁଠୁ ବଡ଼ କଥା, ଏହି ମାଟି ସହିତ ସେଠାକାର ଲୋକମାନେ କେମିତି ବଞ୍ଚନ୍ତି ଆଉ ଚାଷ କରନ୍ତି। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ ହେଉଛି, ଏହି ମାଟି ଓଡ଼ିଶାର କେଉଁଠି ଦେଖାଯାଏ? ଆମେ ତ ଉପକୂଳ କହୁଛେ, କିନ୍ତୁ ଏହାର ବ୍ୟାପ୍ତି କେତେ? ଏଇଟା ବହୁତ ମଜାଦାର କଥା। ଏହା ପୁରା ଉପକୂଳରେ ମିଳେନି, ବରଂ ସମୁଦ୍ରକୂଳରୁ ଭିତରକୁ ପ୍ରାୟ 5ରୁ 25 କିଲୋମିଟର ପର୍ଯ୍ୟନ୍ତ ଗୋଟେ ପତଳା ପଟ୍ଟି ଭଳି ଲମ୍ବି ଯାଇଛି। ଓହୋ, 5ରୁ 25 କିଲୋମିଟର। ହଁ, ଆପଣ ଭାବିପାରିବେ ଯେମିତିକି ସମୁଦ୍ରକୂଳରେ ଗୋଟେ ଲମ୍ବା ଲୁଣିଆ ରେଖା ଟାଣି ଦେଇଛି। ଆଚ୍ଛା। ଏହି ପଟିର ଓସାରା ସବୁଠି ସମାନ ନୁହେଁ, କେଉଁଠି କମ୍ ତ କେଉଁଠି ବେଶୀ। ମାନେ ଏହା ଗୋଟେ ପତଳା ଲାଇନ୍ ଭଳି, କିନ୍ତୁ ଓଡ଼ିଶାର ଉପକୂଳ ପ୍ରାୟ 480 କିଲୋମିଟର ଲମ୍ବା। ଆଉ ଆମ ଉତ୍ସ କହୁଛି ଏହାର ମୋଟ କ୍ଷେତ୍ରଫଳ ପ୍ରାୟ 0.245 ନିୟୁତ ହେକ୍ଟର। ହଁ, ହିସାବ କଲେ କଥାଟା ଠିକ୍ ଲାଗୁଛି। ଏତେ ବଡ଼ ଅଞ୍ଚଳ, ଏଥିରେ ତ ଆମର ବଡ଼ ବଡ଼ ଜିଲ୍ଲା ସବୁ ଆସିଯାଉଥିବ। ହଁ, ନିଶ୍ଚୟ। ବାଲେଶ୍ୱର, ଭଦ୍ରକଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ଜଗତସିଂହପୁର। ହଁ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ପର୍ଯ୍ୟନ୍ତ ସବୁ ପ୍ରମୁଖ ଉପକୂଳବର୍ତ୍ତୀ ଜିଲ୍ଲା ଏହି ପଟି ଭିତରେ ଆସୁଛି। ବୁଝିଲି। ଏହାର ଅର୍ଥ ହେଉଛି ଓଡ଼ିଶାର ଏକ ବଡ଼ ଜନସଂଖ୍ୟା ଏହି ସ୍ୱତନ୍ତ୍ର ପ୍ରକାରର ମାଟି ଉପରେ ନିର୍ଭରଶୀଳ, ବିଶେଷ କରି ସେମାନଙ୍କର ଜୀବିକା ପାଇଁ। ତେବେ ଆମେ ଏହାର ପରିଚୟ ପାଇଗଲେ, ଏବେ ଆସନ୍ତୁ ଏହାର ମୁଖ୍ୟ ଚରିତ୍ର ଲୁଣିଆପଣ ବା ଲବଣାକ୍ତତା ବିଷୟରେ କଥା ହେବା। ସାଧାରଣ ଭାଷାରେ ମାଟି ଲୁଣିଆ ଲାଗିବା, କିନ୍ତୁ ଏ ଲୁଣ ଆସୁଛି କେଉଁଠୁ? ସମୁଦ୍ରରୁ ତ ନିଶ୍ଚୟ, କିନ୍ତୁ ପ୍ରକ୍ରିୟାଟା କ'ଣ? ଦେଖନ୍ତୁ, ଏହାର ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମଟି ହେଉଛି ସିଧାସଳଖ ସମୁଦ୍ର ପାଣି ମାଡ଼ି ଆସିବା, ଯେମିତିକି ବାତ୍ୟା ସମୟରେ। ହଁ, ବାତ୍ୟା ବା ଉଚ୍ଚ ଜୁଆର ସମୟରେ ଯାହା ହୁଏ। ଆଉ ଦ୍ୱିତୀୟ କାରଣଟି ଆହୁରି ସୂକ୍ଷ୍ମ ଏବଂ ନିରନ୍ତର। ଆଚ୍ଛା। ସମୁଦ୍ର ସହିତ ସଂଯୁକ୍ତ ଥିବା ନଦୀ, ନାଳ ଦେଇ ଜୁଆର ପାଣି ଭୂମି ଭିତରକୁ ପଶି ଆସେ। ଏହା କେବଳ ଉପର ମାଟିକୁ ଲୁଣିଆ କରେ ନାହିଁ, ବରଂ ଧୀରେ ଧୀରେ ଭୂତଳ ଜଳରେ ବି ମିଶିଯାଏ। ଓହୋ। ଫଳରେ ଏହା ଏକ ଦୀର୍ଘସ୍ଥାୟୀ ସମସ୍ୟା ପାଲଟିଯାଏ। ମାନେ ଏହା ଗୋଟେ ଦିନର କଥା ନାହିଁ, ଏହା ଏକ ପ୍ରକାରର ନିରନ୍ତର ଯୁଦ୍ଧ, ଯେଉଁଠି ଜମି ପ୍ରତିଦିନ ସମୁଦ୍ର ଲୁଣ ସହିତ ଲଢ଼ୁଛି। ଆଚ୍ଛା, ଆମେ ଯେତେବେଳେ ଲୁଣ କହୁଛେ, ଏହା କ'ଣ ଆମେ ଖାଉଥିବା ସାଧାରଣ ଲୁଣ? ନା, ଏଥିରେ ଆଉ କିଛି ରାସାୟନିକ ପଦାର୍ଥ ଅଛି? ବହୁତ ଭଲ ପ୍ରଶ୍ନ। ଏହା କେବଳ ସୋଡିୟମ କ୍ଲୋରାଇଡ୍ ନୁହେଁ।
ଆମ ଉତ୍ସ କହୁଛି ଏଥିରେ ମୁଖ୍ୟତଃ ସୋଡିୟମ୍ ଏବଂ ମ୍ୟାଗ୍ନେସିୟମର କ୍ଲୋରାଇଡ୍ ଓ ସଲଫେଟ୍ ଥାଏ। ଏହା ସହିତ କିଛି ପରିମାଣରେ କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ମିଳେ। ଆଚ୍ଛା। ଏହି ରାସାୟନିକ ପଦାର୍ଥଗୁଡ଼ିକର ମିଶ୍ରଣ ହିଁ ମାଟିର ପୂରା ଚରିତ୍ର ବଦଳାଇ ଦିଏ। ଏହା ମାଟିକୁ କେବଳ ଲୁଣିଆ କରେ ନାହିଁ, ବରଂ ତାର ଭୌତିକ ଗଠନକୁ ମଧ୍ୟ ପ୍ରଭାବିତ କରେ। ଭୌତିକ ଗଠନ। ଆପଣ କହିବାକୁ ଚାହୁଁଛନ୍ତି ମାଟି ଦେଖିବାକୁ କିପରି ବା ଛୁଇଁଲେ କିପରି ଲାଗେ? ଆମ ଉତ୍ସରେ ମାଟିର ଗଠନ ଏବଂ ସଞ୍ଚରନା ବିଷୟରେ କିଛି କୁହାଯାଇଛି। ଗଠନକୁ ମାଟିଆ ବା ଦୋରସା ମାଟିଆ କୁହାଯାଇଛି ଏବଂ ସଞ୍ଚରନାକୁ ସ୍ତମ୍ଭୀୟ ବା କଲମନାର। ଏ ସ୍ତମ୍ଭୀୟ ଶବ୍ଦଟା ଶୁଣିବାକୁ ଟିକେ ଶକ୍ତ ଶକ୍ତ ଲାଗୁଛି। ଏବଂ ଏହା ପ୍ରକୃତରେ କଠୋର। ଏହାକୁ ବୁଝିବାକୁ ହେଲେ କଳ୍ପନା କରନ୍ତୁ ମାଟି ଭିତରେ ଅନେକ ଛୋଟ ଛୋଟ ଶକ୍ତ ଖୁଣ୍ଟ ପାଖାପାଖି ଠିଆ ହୋଇଛି। ଏହା ହିଁ ହେଉଛି ସ୍ତମ୍ଭୀୟ ସଞ୍ଚରନା। ଏବେ ଭାବନ୍ତୁ ଗୋଟେ ଛୋଟ ଗଛର ଚେର କେମିତି ଏହି ଶକ୍ତ ଖୁଣ୍ଟଗୁଡ଼ିକୁ ଭେଦ କରି ତଳକୁ ଯିବ। ଠିକ୍ କଥା। ବହୁତ କଷ୍ଟ ହେବ। ଏହା ତା ପାଇଁ ପ୍ରାୟ ଅସମ୍ଭବ ହୋଇପଡ଼େ। ଏହା ଚେରର ବୃଦ୍ଧିକୁ ସିଧାସଳଖ ବାଧା ଦିଏ। ବାଃ, ଏଟା ବହୁତ ଭଲ ଉଦାହରଣ। ତେବେ ଲୁଣ କେବଳ ରାସାୟନିକ ସମସ୍ୟା ନୁହେଁ, ଏହା ମାଟିକୁ ଭୌତିକ ଭାବରେ ମଧ୍ୟ ଗଛ ପାଇଁ ଏକ ଶତ୍ରୁ କରିଦିଏ। ଆଉ ମାଟିଆ ଗଠନର ପ୍ରଭାବ କ'ଣ? ମାଟିଆ ଗଠନର ଅର୍ଥ ହେଉଛି ମାଟି କଣିକାଗୁଡ଼ିକ ବହୁତ ସୂକ୍ଷ୍ମ। ଏହା ଯୋଗୁଁ ମାଟି ଭିତରେ ଜଳ ସହଜରେ ଚଳପ୍ରଚଳ କରିପାରେ ନାହିଁ। ଓହୋ, ଯେତେବେଳେ ବର୍ଷା ହୁଏ ପାଣି ମାଟି ଉପରେ ଜମି ରହେ, ତଳକୁ ଯିବାକୁ ବହୁତ ସମୟ ଲାଗେ। ତେବେ ଚେର ପଚିଯିବାର ସମ୍ଭାବନା ଥାଏ। ଏକଦମ। ଫଳରେ ଗଛର ଚେର ପାଣିରେ ବୁଡ଼ି ରହି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ତେଣୁ ଗୋଟେ ପଟେ ମାଟି ଶକ୍ତ, ଅନ୍ୟପଟେ ପାଣି ଜମି ରହୁଛି, ଗଛ ପାଇଁ ଏହା ଏକ ଦୁମୁହା ସମସ୍ୟା। ଆମ ଆଲୋଚନାରେ ଆମେ ସମୁଦ୍ରକୁ ଏହି ଲୁଣିଆପଣର ମୁଖ୍ୟ କାରଣ ବୋଲି କହୁଛେ, କିନ୍ତୁ ଆମ ଉତ୍ସରେ ଚିଲିକା ହ୍ରଦର ଏକ ବିଶେଷ ଉଲ୍ଲେଖ ଅଛି। ଚିଲିକା ଏହି କାହାଣୀରେ କେଉଁଠି ଫିଟ୍ ହେଉଛି? ଯଦି ଆମେ ଏହାକୁ ବଡ଼ ଚିତ୍ରରେ ଦେଖିବା, ଚିଲିକା କେବଳ ଏକ ହ୍ରଦ ନୁହେଁ, ଏହା ଏକ ବିଶାଳ ଇକୋସିଷ୍ଟମ, ଯାହା ନିଜ ଆଖପାଖ ଅଞ୍ଚଳକୁ ଗଭୀର ଭାବେ ପ୍ରଭାବିତ କରେ। ଚିଲିକା ନିଜେ ଏକ ଲୁଣିଆ ହ୍ରଦ। ଠିକ୍। ତେଣୁ ଏହାର ଆଖପାଖରେ ଥିବା ଜମିଗୁଡ଼ିକ ମଧ୍ୟ ଲବଣାକ୍ତ। ବିଶେଷ କରି ମୌସୁମୀ ସମୟରେ, ଯେତେବେଳେ ନଦୀ ପାଣି ଆସି ଚିଲିକାରେ ମିଶେ ଏବଂ ତାର ଜଳସ୍ତର ବଢ଼ିଯାଏ। ସେତେବେଳେ ପାଣି ମାଡ଼ିଯାଏ। ସେହି ଲୁଣି ପାଣି ଆଖପାଖର ଚାଷ ଜମିରେ ମାଡ଼ିଯାଏ। ତେଣୁ ସେହି ଅଞ୍ଚଳରେ ଲୁଣର ଉତ୍ସ କେବଳ ସମୁଦ୍ର ନୁହେଁ, ଚିଲିକା ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ତେବେ ଏଇ ମାଟି କ'ଣ ବର୍ଷର 12 ମାସ ସମାନ ଭାବରେ ଲୁଣିଆ ରହେ, ନା ଏଥିରେ କିଛି ଋତୁକାଳୀନ ପରିବର୍ତ୍ତନ ଦେଖାଯାଏ? ଏଇଠି ପ୍ରକୃତିର ଖେଳ ଆହୁରି ରୋଚକ ହୋଇଯାଏ। ନା, ଏହା ବର୍ଷାସାରା ସମାନ ରହେ ନାହିଁ। ଆଚ୍ଛା। ବର୍ଷା ଋତୁରେ ଯେତେବେଳେ ପ୍ରବଳ ବର୍ଷା ହୁଏ, ସେହି ମଧୁର ପାଣି ମାଟି ଉପରେ ଥିବା ଲୁଣକୁ ଧୋଇ ନିଏ। ଏହାକୁ ଲିଚିଂ ବା ନିକ୍ଷାଳନ କୁହାଯାଏ। ଫଳରେ ମାଟିର ଲବଣାଂଶ ବହୁତ କମିଯାଏ ଏବଂ ସେହି ସମୟରେ ଚାଷ କରିବା ସମ୍ଭବ ହୁଏ। ତେବେ ଏହା ଏକ ପ୍ରକାରର ପ୍ରାକୃତିକ ଶୁଦ୍ଧିକରଣ ପ୍ରକ୍ରିୟା? ଏକଦମ। ଆଶ୍ୱସ୍ତିର କଥା। କିନ୍ତୁ ଏ ଆଶ୍ୱସ୍ତି କ'ଣ ସବୁଦିନ ପାଇଁ, ନା ଲୁଣ ପୁଣି ଫେରିଆସେ? ଦୁର୍ଭାଗ୍ୟବଶତଃ ଲୁଣ ପୁଣି ଫେରିଆସେ। ଯେତେବେଳେ ବର୍ଷା ଋତୁ ସରିଯାଏ ଏବଂ ଶୀତ ଓ ଖରାଦିନ ଆସେ, ସେତେବେଳେ ଆଉ ଏକ ପ୍ରକ୍ରିୟା ଆରମ୍ଭ ହୁଏ। ଏହାକୁ କୈଶିକ କ୍ରିୟା ବା କ୍ୟାପିଲାରି ଆକ୍ସନ କୁହାଯାଏ। ଗୋଟେ ମିନିଟ୍, କୈଶିକ କ୍ରିୟା? ଏଟା ବଡ଼ ଆଶ୍ଚର୍ଯ୍ୟକର କଥା। ମାନେ ଖରାଦିନେ ମାଟି ତଳୁ ଲୁଣ ଉପରକୁ ଉଠିଆସେ। ଏହା କେମିତି ସମ୍ଭବ? ଏହା କ'ଣ କୌଣସି ପ୍ରାକୃତିକ ପମ୍ପ ଭଳି କାମ କରେ? ଏକଦମ ସେଇଭଳି। ଆପଣ ପୁରୁଣା ଡିବିରି ବା ଲଣ୍ଠନ ଦେଖିଥିବେ, ଯେଉଁଥିରେ ସଳିତା ତେଲକୁ ତଳୁ ଉପରକୁ ଟାଣି ଆଣେ। ମାଟି ଭିତରେ ଥିବା ସୂକ୍ଷ୍ମ ନଳୀଗୁଡ଼ିକ ଠିକ୍ ସେହି ସଳିତା ଭଳି କାମ କରନ୍ତି। ଖରାଦିନେ ଯେତେବେଳେ ମାଟିର ଉପରସ୍ତର ଶୁଖିଯାଏ, ଏହି ସୂକ୍ଷ୍ମ ନଳୀଗୁଡ଼ିକ ତଳେ ଥିବା ଲୁଣିଆ ପାଣିକୁ ଉପରକୁ ଟାଣି ଆଣନ୍ତି। ପାଣି ବାଷ୍ପ ହୋଇ ଉଡ଼ିଯାଏ, କିନ୍ତୁ ଲୁଣତକ ମାଟି ଉପରେ ଏକ ଧଳା ସ୍ତର ଭାବରେ ଜମା ହୋଇଯାଏ। ବାପରେ! ମୁଁ ଥରେ ମେ ମାସରେ ଚିଲିକା ପାଖାପାଖି ଗୋଟେ ଗାଁକୁ ଯାଇଥିଲି। ଚାଷ ଜମି ଉପରେ ଏକ ପତଳା ଧଳା ଚାଦର ପଡ଼ିଲା ଭଳି ଦିଶୁଥିଲା। ଲୁଣର ଚାଦର? ପାଖକୁ ଯାଇ ଦେଖିଲି ସେଟା ବରଫ ନୁହେଁ, ଲୁଣର ସ୍ତର। ସେ ଦୃଶ୍ୟ ଦେଖିଲେ ହିଁ ବୁଝିହେବ ଯେ ମାଟି ସହ ଲଢ଼ାଇ କରିବା କେତେ କଷ୍ଟ। ତେବେ ଆମେ ବୁଝିଲେ ଯେ ମାଟିର ଗଠନ କଠିନ, ରାସାୟନିକ ଗୁଣ ଖରାପ,
ଆଉ ଲୁଣ ପରିମାଣ ବି ଋତୁ ଅନୁସାରେ ବଦଳୁଛି। ଏମିତି ଏକ ଅପ୍ରତ୍ୟାଶିତ ପରିବେଶରେ ଯେଉଁ ଚାଷୀଟି ଚାଷ କରୁଛି, ତା ପାଇଁ ଏହାର ପ୍ରକୃତ ଅର୍ଥ କ'ଣ? ତାର ଫସଲ ଉପରେ ଏହାର ସିଧା ପ୍ରଭାବ କେମିତି ପଡ଼ୁଥିବ? ଏହାର ସିଧା ଫରକ ପଡ଼େ ଫସଲ ଉପରେ। ଗଛ ଭଲରେ ବଢ଼େନି, ଅମଲ କମ୍ ହୁଏ ଏବଂ ଚାଷୀ ପାଖରେ ଫସଲ ବାଛିବାର ସୁଯୋଗ ବହୁତ କମ୍ ଥାଏ। ଏହାର ବୈଜ୍ଞାନିକ କାରଣ ହେଉଛି ଅସ୍ମୋଟିକ୍ ଷ୍ଟ୍ରେସ୍ ବା ପରାସରଣୀୟ ଚାପ। ଅସ୍ମୋଟିକ୍ ଷ୍ଟ୍ରେସ୍, ଏହାକୁ ଟିକେ ସରଳ ଭାଷାରେ ବୁଝାଇବେ କି? ନିଶ୍ଚୟ। ଏହାକୁ ବୁଝିବାକୁ ହେଲେ କଳ୍ପନା କରନ୍ତୁ ଆପଣ ସମୁଦ୍ର ମଝିରେ ଅଛନ୍ତି ଆଉ ଆପଣଙ୍କୁ ଭୀଷଣ ଶୋଷ ଲାଗୁଛି। ହଁ, ଚାରିଆଡ଼େ ପାଣି, କିନ୍ତୁ ଆପଣ ପିଇପାରିବେନି। ଠିକ୍। ଗଛର ଅବସ୍ଥା ଠିକ୍ ସେମିତି ହୁଏ। ମାଟିରେ ପାଣି ଥାଏ, କିନ୍ତୁ ଲୁଣ ଅଂଶ ଏତେ ଅଧିକ ଯେ ଚେର ସେ ପାଣିକୁ ଟାଣିପାରେନି। ଓହୋ, ଗଛ ପାଣି ଭିତରେ ଥାଇ ମଧ୍ୟ ଶୋଷରେ ମରିବା ଭଳି ଅନୁଭବ କରେ। ଏହା ଫଳରେ ତାର ବୃଦ୍ଧି ଅଟକିଯାଏ, ପତ୍ର ହଳଦିଆ ପଡ଼ିଯାଏ ଏବଂ ଶେଷରେ ଅମଳ ବହୁତ କମିଯାଏ। ଏହା ତ ବହୁତ ବଡ଼ ସମସ୍ୟା। ଏତେ ସବୁ ଆହ୍ୱାନ ସତ୍ତ୍ୱେ କ'ଣ ଏ ଜମିରେ ଚାଷ କରିବା ସମ୍ଭବ? ନା ଲୋକମାନେ ହାର ମାନିଯାଆନ୍ତି? ଆମ ଉତ୍ସ କିଛି ସମାଧାନର ରାସ୍ତା ଦେଖାଉଛି କି? ହଁ, ଏବଂ ଏଇଠି ମଣିଷର ବୁଦ୍ଧି ଏବଂ ଅନୁଭୂତି କାମରେ ଆସେ। ସବୁକିଛି ନିରାଶାଜନକ ନୁହେଁ। ଆଚ୍ଛା। ଉତ୍ସରେ କିଛି ପରିଚାଳନା କୌଶଳ ବିଷୟରେ କୁହାଯାଇଛି, ଯେମିତିକି ମାଟିରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ବିଶେଷ କରି ଜିଙ୍କ୍ ଏବଂ ବୋରନ୍ ଭଳି ସୂକ୍ଷ୍ମ ପୋଷକ ତତ୍ତ୍ୱ ପ୍ରୟୋଗ କରିବା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜମିକୁ ବେଶୀ ଦିନ ଖାଲି ନ ପକାଇବା। ଜମିକୁ ଖାଲି ନ ପକାଇବା, ଏହା କେମିତି ସାହାଯ୍ୟ କରେ? କାରଣ ଯେତେବେଳେ ଜମି ଖାଲି ପଡ଼େ, ସୂର୍ଯ୍ୟକିରଣ ସିଧା ମାଟି ଉପରେ ପଡ଼େ, ଯାହାଦ୍ୱାରା ବାଷ୍ପୀଭବନ ବଢ଼ିଯାଏ। ଆଉ ତାପରେ ସେଇ କୈସିକ କ୍ରିୟା? ଏକଦମ। ଆଉ ଆମେ ଆଗରୁ ଆଲୋଚନା କଲେ ଯେ ବାଷ୍ପୀଭବନ ବଢ଼ିଲେ କୈସିକ କ୍ରିୟା ଦ୍ୱାରା ତଳୁ ଲୁଣ ଉପରକୁ ଆସେ। ଯଦି ଜମିରେ କିଛି ଫସଲ ବା ଘାସ ଥାଏ, ତେବେ ଏହା ଏକ ଆବରଣ ଭଳି କାମ କରେ। ଗୋଟେ ମଲ୍ଚିଂ ଭଳି? ହଁ, ଯାହା ମାଟିକୁ ଥଣ୍ଡା ରଖେ ଏବଂ ଲୁଣ ଉପରକୁ ଆସିବା ପ୍ରକ୍ରିୟାକୁ ଧୀମା କରିଦିଏ। ବୁଝିଲି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ତ ହେଉଥିବ ଠିକ୍ ଫସଲ ବାଛିବା। ଆମ ଉତ୍ସରେ ଏମିତି କିଛି ଫସଲର ତାଲିକା ଅଛି ଯାହା ଏହି ଲୁଣିଆ ମାଟିରେ ବଞ୍ଚିପାରିବ? ଏକଦମ। ଏବଂ ଏହି ତାଲିକା ହିଁ ସେଠାକାର ଚାଷୀମାନଙ୍କର ଅଭିଜ୍ଞତା ଏବଂ ଜ୍ଞାନର ପ୍ରମାଣ। ଉତ୍ସରେ ଧାନ, ସୋରିଷ, ଯଅ, ପେଶୀ, ଲଙ୍କା, ଆଖୁ, ଟମାଟୋ ଏସବୁ ବି ଅଛି? ପାଳଙ୍ଗ ଏବଂ କପା ମଧ୍ୟ। ହଁ, ଏଗୁଡ଼ିକୁ ହେଉଛନ୍ତି ଲୁଣ ସହନଶୀଳ ଫସଲ। ତେବେ ଏଇଟା ଗୋଟେ ପ୍ଲେବୁକ୍ ଭଳି ଯାହା ଏଠିକାର ଚାଷୀମାନେ ପିଢ଼ି ପରେ ପିଢ଼ି ତିଆରି କରିଛନ୍ତି। ସେମାନେ ଜାଣନ୍ତି କେଉଁ ଋତୁରେ ଲୁଣ କମ୍ ଥାଏ ଆଉ ସେହି ସମୟରେ କେଉଁ ଫସଲ ଲଗାଇଲେ ବଞ୍ଚିଯିବା। ଏହା କେବଳ ଫସଲର ତାଲିକା ନୁହେଁ, ବରଂ ପ୍ରକୃତି ସହ ତାଳ ମିଳାଇ ଚାଲିବାର ଏକ ଜୀବନ୍ତ ଜ୍ଞାନ। ଆପଣ ଏକଦମ ଠିକ୍ କହିଲେ। ଏହା ହିଁ ହେଉଛି ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା। ଚାଷୀମାନେ ଜାଣନ୍ତି ଯେ ବର୍ଷା ଦିନେ ଲୁଣ କମ୍ ଥିବା ସମୟରେ ଧାନ ଚାଷ କରିବାକୁ ହେବ। ଠିକ୍। ପୁଣି ଶୀତଦିନେ ମାଟିରେ ଥିବା ବଳକା ଆର୍ଦ୍ରତାକୁ ବ୍ୟବହାର କରି ସେମାନେ ସୋରିଷ ବା ପେଶୀ ଭଳି ଫସଲ କରନ୍ତି। ଆଉ ଆଧୁନିକ କୃଷି ବିଜ୍ଞାନ ମଧ୍ୟ ଏବେ ନୂଆ ନୂଆ ଲୁଣ ସହନଶୀଳ ଧାନ କିସମର ବିକାଶ କରୁଛି, ଯାହା ଚାଷୀମାନଙ୍କୁ ଆହୁରି ସାହାଯ୍ୟ କରୁଛି। କିନ୍ତୁ ଏହି ଫସଲଗୁଡ଼ିକ କ'ଣ ସବୁବେଳେ ସଫଳ ହୁଏ? ନା ବେଳେବେଳେ ଲୁଣ ମାତ୍ରା ଏତେ ବଢ଼ିଯାଏ ଯେ ଧାନ ଭଳି ଲୁଣ ସହନଶୀଳ ଫସଲ ବି ନଷ୍ଟ ହୋଇଯାଏ? ଏହା ଏକ ବାସ୍ତବ ଆଶଙ୍କା। ଯଦି କୌଣସି ବର୍ଷ ବର୍ଷା କମ୍ ହୁଏ, ତେବେ ମାଟିର ଲୁଣ ଭଲ ଭାବେ ଧୋଇ ହୋଇପାରେ ନାହିଁ। ସେହିପରି ଯଦି କୌଣସି ବଡ଼ ଜୁଆର ବା ବାତ୍ୟା ଆସେ, ତେବେ ହଠାତ୍ ଲୁଣ ମାତ୍ରା ବହୁତ ବଢ଼ିଯାଏ। ଏଭଳି ପରିସ୍ଥିତିରେ ଲୁଣ ସହନଶୀଳ ଫସଲ ମଧ୍ୟ ନଷ୍ଟ ହୋଇଯାଏ। ତେବେ ରିସ୍କ ସବୁବେଳେ ଥାଏ? ହଁ, ତେଣୁ ଏହି ଚାଷ ସବୁବେଳେ ଏକ ପ୍ରକାରର ଜୁଆ ଖେଳ ଭଳି, ଯେଉଁଠି ଚାଷୀ ପ୍ରକୃତିର ମର୍ଜି ଉପରେ ନିର୍ଭର କରେ। ବାସ୍ତବରେ ଏହା ଏକ ଚମତ୍କାର ଆଲୋଚନା ଥିଲା। ତେବେ ସଂକ୍ଷେପରେ କହିବାକୁ ଗଲେ ଓଡ଼ିଶାର ଉପକୂଳବର୍ତ୍ତୀ ମାଟିର କାହାଣୀ ହେଉଛି ସମୁଦ୍ର ସହିତ ତାର ଏକ ଜଟିଳ ଏବଂ ନିରନ୍ତର ସମ୍ପର୍କର କାହାଣୀ। ଏହି ସମ୍ପର୍କ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରେ, ଯାହା ଆହ୍ୱାନପୂର୍ଣ୍ଣ, କିନ୍ତୁ ମଣିଷ ନିଜ ଜ୍ଞାନ ଏବଂ କୌଶଳ ଦ୍ୱାରା ଏହାକୁ ପରିଚାଳନା କରିବା ଶିଖିଛି। ହଁ, ଏହା ଏକ ସ୍ପଷ୍ଟ ଉଦାହରଣ ଯେ କିପରି ଭୌଗୋଳିକ ସ୍ଥିତି ଏବଂ ଜଳବାୟୁ ସିଧାସଳଖ ମାନବୀୟ କାର୍ଯ୍ୟକଳାପକୁ, ବିଶେଷ କରି କୃଷିକୁ ପ୍ରଭାବିତ କରେ। ଏହା କେବଳ ମାଟିର କାହାଣୀ ନୁହେଁ, ବରଂ ପ୍ରକୃତି ସହ ମଣିଷର ସଂଘର୍ଷ, ସମନ୍ୱୟ
ଏବଂ ବଞ୍ଚି ରହିବାର କାହାଣୀ। ଆମ ଆଲୋଚନାକୁ ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ି ଯାଉଛୁ। ଆମର ଉତ୍ସ କେବଳ କୃଷି ଦୃଷ୍ଟିକୋଣରୁ ଲବଣାକ୍ତତାର ପରିଚାଳନା ଉପରେ ଧ୍ୟାନ ଦେଇଛି। କିନ୍ତୁ ଏହା ଭାବିବାକୁ ବାଧ୍ୟ କରୁଛି। ଆଜିକାଲି ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଠିକ୍। ଏହାର ଅର୍ଥ ଲୁଣି ପାଣି ଭବିଷ୍ୟତରେ ଆହୁରି ଭିତରକୁ ପଶିବାର ଆଶଙ୍କା ଅଛି। ଯଦି ଏହି ଲୁଣିଆ ପଟ୍ଟି ଆଜିର 25 କିଲୋମିଟରରୁ ବଢ଼ି 40 ବା 50 କିଲୋମିଟର ହୋଇଯାଏ, ତେବେ ଓଡ଼ିଶାର ଉପକୂଳବର୍ତ୍ତୀ ସମାଜ ପାଇଁ କେଉଁ ନୂଆ ଆହ୍ୱାନ ସୃଷ୍ଟି ହେବ? ଏହା ଏକ ଗମ୍ଭୀର ପ୍ରଶ୍ନ। ଆମର ପାରମ୍ପରିକ ପରିଚାଳନା କୌଶଳ ସେତେବେଳେ କ'ଣ ଯଥେଷ୍ଟ ହେବ, ନା ଆମକୁ ସମ୍ପୂର୍ଣ୍ଣ ନୂଆ ସମାଧାନକୁ ଯିବାକୁ ପଡ଼ିବ?